प्रिय दर्शक बंधु नमस्कार। से सृष्टिकर्ता परमेश्वर धन्यवाद हो सुंदर समय आम को दे अच्छी एवं आपण मान प्रत्येक को मधुरमय प्रिय जीशु नाम रे स्वागत जनाए। आज आमने प्रभुंकर अनुग्रह एक सुंदर समय पाइछु। तेणु आसु आमने प्रार्थना सहित आरंभ करिबा। सृष्टिकर्ता परमेश्वर आमे धन्यवाद दौछु ए सुजोग पाई। तुम आमान को जीवित मान को मध्य रखिछ एते आमे धन्यवाद दौछु। प्रिय दर्शक बंधु मान को भी तुम आशीर्वाद कर, तुमर वाक्य श्रवण करी विश्वास रे बढ़िबा पाई सहाय्य कर। धन्यवाद दे प्रिय जीशु नाम रे मागुअछु पितो आमेन। आसु आमाने गीत संगीत शुणा आमर संगीत दल द्वारा मो प्रभु जीशु ख्रीष्ट नाम रे संगीत दल को स्वागत करे। धन्यवाद दिए संगीत दल को उत्तम गीत पाई। प्रभु आपण मान को आशीर्वाद करंतु। प्रभु को गौरव निमंते आत्मिक बढ़िबा पाई सहाय्य करंतु। आसु आमने अल्प समय प्रभु को वाक्य रो चिंता करिबा। गीत संहिता 62 गीत तार 1 पद आ 5 पद पवित्र बाइबल एई प्रकार लिखा अछि। मोहर प्राण केवल परमेश्वरंकर अपेक्षा करई, ताहांको ठारू मोहर परित्राण आशई।
ପୁଣି 5 ପଦ, ହେ ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କର, କାରଣ ତାହାଙ୍କ ଠାରୁ ମୋହର ପ୍ରତ୍ୟାଶା ଜନ୍ମେ। ଏଠାରେ ବାକ୍ୟ ଜଗତର ଲୋକମାନଙ୍କୁ ଏହା ପ୍ରକାଶ କରେ ଆମେ କାହାର ଅପେକ୍ଷା କରୁଅଛୁ, ଆମମାନେ କିପରି ମନ ନେଇ ଅପେକ୍ଷା କରୁଅଛୁ, ଆମମାନଙ୍କର ଅପେକ୍ଷାର ଉତ୍ତର କି ପ୍ରକାର ଆସେ। ଜଣେ ପ୍ରଭୁଙ୍କ ମନର ମତ ଜାଣିବା ବ୍ୟକ୍ତି, ପ୍ରଭୁଙ୍କ ଠାରୁ ଅଭିଷିକ୍ତ ବ୍ୟକ୍ତି ସେଇ କଥା କହୁଛନ୍ତି, ଜଗତ ଠାରୁ ମୋତେ ତୁମେ ପୃଥକ କରିଅଛ, କେବଳ ମୋର ପ୍ରାଣ ପରମେଶ୍ୱରଙ୍କର ଅପେକ୍ଷା କରଇ, ତାହାଙ୍କ ଠାରୁ ମୋର ପରିତ୍ରାଣ ଆସଇ। ଜଗତରେ ଯେତେବେଳେ ଆମେ ଜଗତରେ ଜୀବନଯାପନ କରୁଅଛୁ, ଆମମାନଙ୍କର ଆଶା ଅପେକ୍ଷା କେବଳ ସେହି ସୃଷ୍ଟିକର୍ତ୍ତା ଆମମାନଙ୍କ ନିମନ୍ତେ ଜୀବନ ଦେଇ ଆମମାନଙ୍କୁ ପ୍ରେମ କରୁଥିବା ଯୀଶୁଙ୍କ ଉପରେ ହେବା ଦରକାର। ଅଳ୍ପ ସମୟ ଆମେ ବାଇବଲରୁ ଦେଖିବା, ଯେଉଁମାନେ ସଦାପ୍ରଭୁଙ୍କଠାରେ ନିର୍ଭର କରନ୍ତି ବା ଅପେକ୍ଷା କରନ୍ତି, ସେମାନଙ୍କ ପାଇଁ ପରମେଶ୍ୱରଙ୍କର ବାକ୍ୟ କ'ଣ ପ୍ରକାଶ କରେ। ଯେଶାୟା ପୁସ୍ତକ ତାର 40 ଅଧ୍ୟାୟ 31 ପଦରେ ଏହି ପ୍ରକାର ଲେଖା ଅଛି, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ। ଏଠାରେ ପରମେଶ୍ୱରଙ୍କୁ ଅପେକ୍ଷା କରୁଥିବା ଲୋକମାନଙ୍କୁ ଗୋଟିଏ ଆହ୍ୱାନ ଦିଆଯାଉଅଛି ଯେ ସେମାନେ ନୂଆ ନୂଆ ବଳ ପାଇବେ। ଆମମାନେ ଆଜି ଜଗତରେ ଅନେକଙ୍କର ଅପେକ୍ଷା କରୁଅଛୁ। ଜଗତର ଲୋକମାନେ ଆମମାନଙ୍କୁ କିଛି ସମୟ ପାଇଁ ସାନ୍ତ୍ୱନା ଦେଇପାରନ୍ତି, କିନ୍ତୁ ଆମମାନଙ୍କୁ ଯେତେବେଳେ ଅପେକ୍ଷାରେ ବିଲୋପ ହଉ, ଆମମାନେ ମନେ ରଖିବା ଦରକାର ଜଣେ ମାତ୍ର ଆମମାନଙ୍କର ଅପେକ୍ଷା ରହିଲା ବେଳେ ଉତ୍ତର ଦେଇଅଛନ୍ତି। ଅବ୍ରାହମଙ୍କ ଜୀବନକୁ ଯେତେବେଳେ ଆମେ ଧ୍ୟାନ କରୁ, ପରମେଶ୍ୱରଙ୍କର ଆହ୍ୱାନ ପରେ ଦୀର୍ଘ 25 ବର୍ଷ ଅପେକ୍ଷା କଲେ ପ୍ରତିଜ୍ଞାକୁ ସଫଳ ହେବାର ଦେଖିବା ନିମନ୍ତେ। ପ୍ରତିଜ୍ଞା ସଫଳକାରୀ ପରମେଶ୍ୱରଙ୍କ ଠାରୁ ଉତ୍ତର ପାଇବା ନିମନ୍ତେ ଦୀର୍ଘ 25 ବର୍ଷ ପରେ ସେ ପ୍ରତିଜ୍ଞାର ସନ୍ତାନ ସେ ପ୍ରାପ୍ତ କରିପାରିଥିଲେ। ଯେତେବେଳେ ଆମେ ନୂଆ ନୂଆ ବଳ ପାଇବା ବିଷୟକୁ ଚିନ୍ତା କରୁ, କେବଳ ମୋହର ପ୍ରାଣ ବ୍ୟକ୍ତିଗତ ଭାବରେ ଯଦି ଆମେ ଈଶ୍ୱରଙ୍କର ଅପେକ୍ଷା କରୁଅଛୁ, ତେବେ ସେହି ସର୍ବଶକ୍ତିମାନ ପରମେଶ୍ୱର ଆମମାନଙ୍କୁ ନୂଆ ବଳ ଦେବେ। ଯୋସେଫଙ୍କ ଜୀବନ ଯଦି ଆମେ ଦେଖୁ, ଦୀର୍ଘ 23 ବର୍ଷ ଅପେକ୍ଷା କଲା ପରେ ମିଶରର ଦ୍ୱିତୀୟ ଫାରୋ ଭାବରେ ପରମେଶ୍ୱର ତାଙ୍କୁ ଆହ୍ୱାନ କରୁଛନ୍ତି, ମସ୍ତକ କରି ତାଙ୍କୁ ଉଚ୍ଚରେ ବ୍ୟବହାର କରୁଅଛନ୍ତି। ତେଣୁ ଆଜି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ଆମମାନେ ଈଶ୍ୱରଙ୍କର ଅପେକ୍ଷା କରୁ, ଈଶ୍ୱରଙ୍କ ଠାରେ ନିର୍ଭର କରୁ, ଆଶା ରଖୁ। ଦୁଃଖ ଆସୁ, କ୍ଲେଶ ଆସୁ, ନିର୍ଯାତନା ଆସୁ, ଅଭାବ ଆସୁ, ଅନାଟନ ଆସୁ, ଆମମାନେ ଯଦି ଈଶ୍ୱରଙ୍କର ଅପେକ୍ଷା କରିବା, ସେ ଆମମାନଙ୍କୁ ନୂଆ ନୂଆ ବଳ ଦେବେ। ଯେତେବେଳେ ସେ ନୂଆ ନୂଆ ବଳ ଆମମାନଙ୍କୁ ଦେବେ, ଆମମାନଙ୍କୁ ଉଚ୍ଚ କରିବେ, ଉନ୍ନତ କରିବେ, ଆଶୀର୍ବାଦ କରିବେ। କ'ଣ ଆମେ ସେଇ ଆଶୀର୍ବାଦ ପାଇବା ପାଇଁ ଚାହୁଁଛୁ କି? ସେଇ ଆଶା ଆମ ଜୀବନରେ ଦେଖାଯାଉ ବୋଲି ଆମେ ଭାବୁଛୁ କି? ତେବେ ଯୋସେଫଙ୍କ ପରି ଆମମାନେ ଅପେକ୍ଷା କରୁ। ଅପେକ୍ଷା କଲାବେଳେ ବେଳେବେଳେ ଆମମାନଙ୍କ ମଧ୍ୟରେ ସନ୍ଦେହ ଆସେ, ଅବିଶ୍ୱାସ ଆସେ, ବେଳେବେଳେ ଆମମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୁଏ, ଧୈର୍ଯ୍ୟ ହରା ହୋଇ ପଡ଼ୁ। କିନ୍ତୁ ଏ ବାକ୍ୟରୁ ଦାଉଦଙ୍କ ପରି ବ୍ୟକ୍ତିଗତ ଭାବରେ ଆମେ ଏଇ କଥା ପ୍ରକାଶ କରୁ ଯେ ମୋହର ପ୍ରାଣ ବ୍ୟକ୍ତିଗତ ଭାବରେ ମୋ ପ୍ରାଣ ପରମେଶ୍ୱରଙ୍କର ଅପେକ୍ଷା କରୁ। ଯଦି ମୋର ପ୍ରାଣ ପରମେଶ୍ୱରଙ୍କର ଅପେକ୍ଷା କରଇ, ତେବେ ତାଙ୍କଠାରୁ ଉଦ୍ଧାର ନୂଆ ବଳ ଆସିବ। ଦ୍ୱିତୀୟ ବିଷୟ ଲେଖାଯାଏ, ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନଙ୍କୁ ନୂଆ ନୂଆ ବଳ କେବଳ ଦେବେ ତାହା ନୁହଁ, ସେମାନେ ଉତ୍କୃଷ୍ଟ ପକ୍ଷୀ ପରି ଉପରକୁ ଉଠିବେ। ଯେଉଁମାନେ ପରମେଶ୍ୱରଙ୍କର ଅପେକ୍ଷା କରନ୍ତି, ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତି, ପ୍ରାର୍ଥନା ସହିତ ଅପେକ୍ଷା କରନ୍ତି, ବିଶ୍ୱାସ ସହିତ ଅପେକ୍ଷା କରନ୍ତି, ସେମାନଙ୍କ ପାଇଁ ପରମେଶ୍ୱର କ'ଣ କରିବେ? ଉଚ୍ଚ ଉଚ୍ଚ କରି ନେଇଯିବେ। ଯୋସେଫଙ୍କ ଜୀବନ ଯଦି ଆମେ ଆଦି ପୁସ୍ତକ 41 ଅଧ୍ୟାୟକୁ ଦେଖୁ, ପ୍ରଥମରେ
ତାଙ୍କୁ ଉଚ୍ଚ ପଦବୀ ଦିଆଗଲା, ଉଚ୍ଚ ଜାଗାରେ ରଖାଗଲା, ସମ୍ମାନ କରାଗଲା, ତାଙ୍କ ନାମ ବି ପରିବର୍ତ୍ତନ କରାଗଲା, ଏଣ୍ଟାୟାର ମିଶ୍ରର ଫାରୋ ଭାବରେ ତାଙ୍କୁ ରଖାଗଲା। କହିବାର ଅର୍ଥ ହେଉଛି ଯେଉଁମାନେ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନଙ୍କ ପାଇଁ ପରମେଶ୍ୱର ନୂଆ ବଳ ଦେଇକି ସେମାନଙ୍କୁ ଉପରକୁ ଉଠେଇବେ। ଦାଉଦଙ୍କର ଅଭିଷେକ ପରେ, ସାମୁଏଲ ଅଭିଷେକ କଲା ପରେ, ଇସ୍ରାଏଲ ଲୋକମାନଙ୍କର ବିଜୟଦାତା ହେଲା ପରେ ଦୀର୍ଘ 40 ବର୍ଷ ସେ ସଂଘର୍ଷ କରୁଛନ୍ତି ରାଜଗାଦିକୁ ଯିବା ପର୍ଯ୍ୟନ୍ତ, କିନ୍ତୁ ସେ ନିରାଶ ହେଇନାହାନ୍ତି, ସେ ଈଶ୍ୱରଙ୍କୁ ଛାଡ଼ି ନାହାନ୍ତି। ତେଣୁ ସେଇ କଥା କହୁଛନ୍ତି, ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରାଇ। ଆଉ ଯେଉଁମାନେ ପରମେଶ୍ୱରଙ୍କର ଅପେକ୍ଷା କରନ୍ତି ଉତ୍କୃଷ୍ଟ ପକ୍ଷୀ ପରି ସେମାନଙ୍କୁ ପ୍ରଭୁ ଉଠାନ୍ତି। ମୋସାଙ୍କ ଜୀବନକୁ ଦେଖନ୍ତୁ, ପରମେଶ୍ୱର ମନୁଷ୍ୟ ନିମନ୍ତେ ତଳକୁ ଆସିଲେ, ମୋସାଙ୍କ ସହିତ ସେ କଥା ହଉ ହଉ ଇସ୍ରାଏଲ ଲୋକମାନଙ୍କର ଦୁଃଖର କଥା କହିଲେ। ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ମୋସାଙ୍କୁ ପଠାଉଛନ୍ତି। ଦୀର୍ଘ 40 ବର୍ଷ ମୋସା ଅପେକ୍ଷା କରୁଛନ୍ତି। ପ୍ରାନ୍ତର ମଧ୍ୟରେ 40 ବର୍ଷ ଧୈର୍ଯ୍ୟର ବିଷୟକୁ ଶିଖୁଛନ୍ତି। ତାପରେ ପରମେଶ୍ୱର ମିଶ୍ର ଦେଶକୁ ପଠାଇବା ଦ୍ୱାରା ଫାରୋଙ୍କ ସମ୍ମୁଖରେ ବଡ଼ ବଡ଼ ମହାମାରୀର କାର୍ଯ୍ୟ କରୁଛନ୍ତି। ତଥାପି ଫାରୋଙ୍କ ହୃଦୟ କଠିନରୁ କଠିନ ହେବାକୁ ଲାଗିଲା। ତଥାପି ମୋସା ନିରାଶ ହୋଇଯାଉନାହାନ୍ତି, ମୋସା ଭାଙ୍ଗି ପଡ଼ିନାହାନ୍ତି କିମ୍ବା ପରମେଶ୍ୱରଙ୍କ ଉପରେ ଅବିଶ୍ୱାସ କରିନାହାନ୍ତି। ସେ ଧୈର୍ଯ୍ୟ ଧରି ପରମେଶ୍ୱରଙ୍କର ଅପେକ୍ଷା କଲେ। ତେଣୁ ଦାଉଦ ଏହି କଥା କହୁଛନ୍ତି, ଯେଉଁମାନେ ପରମେଶ୍ୱରଙ୍କର ଅପେକ୍ଷା କରନ୍ତି ପରମେଶ୍ୱର ସେମାନଙ୍କୁ ଉତ୍କୃଷ୍ଟ ପକ୍ଷୀ ପରି ଉଠେଇବା ପାଇଁ ଚାହାନ୍ତି। ଯୋସେଫଙ୍କୁ ନୂଆ ବଳ ଦେଇ ଉଠେଇଲେ, ମୋସାଙ୍କୁ ନୂଆ ବଳ ଦେଇ ଉଠେଇଲେ, ଧୈର୍ଯ୍ୟ ଦେଲେ। ଇସ୍ରାଏଲ ଲୋକମାନଙ୍କୁ ବନ୍ଦିତ୍ୱ ଅବସ୍ଥାରୁ, ଦାସତ୍ୱ ଅବସ୍ଥାରୁ, ବନ୍ଧନରୁ ବାହାର କରିବା ପାଇଁ ପରମେଶ୍ୱର ସାହାଯ୍ୟ କଲେ। ସେହି ସୈନ୍ୟାଧିପତି ସଦାପ୍ରଭୁ ଆଜି ଆମମାନଙ୍କୁ ଏହି କଥା କହନ୍ତି। ଆମମାନେ ଏହି କଥା କହୁ ଯେ ମୋର ପ୍ରାଣ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି। ଯଦ୍ୟପି ମୁଁ ଏହି ନୈରାଶ୍ୟ ଭରା ଜଗତରେ ବସବାସ କରୁଅଛି, ଦୁଃଖ ମୋ ଜୀବନରେ ରହିଅଛି, ନିରାଶ ମୋ ଜୀବନରେ ରହିଅଛି, ମୁଁ ଭାଙ୍ଗି ପଡ଼ିଅଛି, ମୁଁ କ୍ଳାନ୍ତ ଶ୍ରାନ୍ତ ହୋଇଯାଇଛି, ତଥାପି ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁଅଛି। ତାହାଙ୍କଠାରୁ ମୋ ନିମନ୍ତେ ଏକ ଆଶା ଅଛି, ମୋ ନିମନ୍ତେ ଗୋଟିଏ ଭରସା ଅଛି, ମୋ ନିମନ୍ତେ ଉଚ୍ଚ ଉଠେଇବାର ରାସ୍ତା ଅଛି। ମୋସାଙ୍କ ପରି ଆମମାନେ ଈଶ୍ୱରଙ୍କ ଉପରେ ଅପେକ୍ଷା କଲେ ପ୍ରଭୁ ଆମମାନଙ୍କୁ ଉଠେଇବେ। କେବଳ ସେତିକି ନୁହଁ, ଏଠା ଲେଖାଯାଏ ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ, ସେମାନେ ଉତ୍କୃଷ୍ଟ ପକ୍ଷୀ ପରି ଉପରକୁ ଉଠିବେ, ସେମାନେ ଶାନ୍ତ ନ ହୋଇ ଦୌଡ଼ିବେ। ଦୌଡ଼ିବା ବିଷୟ ଏଠାରେ ଲେଖା ଅଛି। ପାଉଲ କୁହନ୍ତି, ମୁଁ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ୁଅଛି। ଜଗତରେ ମୋ ପାଇଁ କ୍ଲେଶ ଅଛି, ଜଗତରେ ମୋ ପାଇଁ ତାଡ଼ନା ରହିଅଛି। ମୋ ଅଶ୍ରୁ ସହିତ ମୋର ସେବା କାର୍ଯ୍ୟକୁ ଯେତେବେଳେ ମୁଁ ଆରମ୍ଭ କରିଛି, ମୁଁ ଧୈର୍ଯ୍ୟ ଧରି ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ୁଅଛି, ମୁଁ ଅପେକ୍ଷା କରୁଅଛି। ମୋର ଅପେକ୍ଷାର ଫଳ ସେଇ ଜୀବନର ମୁକୁଟ ମୋ ପାଇଁ ରଖାଯାଇଅଛି। ବ୍ୟକ୍ତିଗତ ଭାବରେ ହେଉ, ପାରିବାରିକ ଭାବରେ ହେଉ, ଯଦି ଆମମାନେ ଈଶ୍ୱରଙ୍କୁ ଅପେକ୍ଷା କରୁଅଛୁ, ସେ ଆମମାନଙ୍କର ଜୀବନରେ ରାଜା ଭାବରେ ରାଜତ୍ୱ କରନ୍ତୁ, ସେ ଆମମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରନ୍ତୁ, ସେ ଆମ ଜୀବନରେ ଆଶୀର୍ବାଦ କରନ୍ତୁ। ଯଦି ଆମେ ଏହା ଭାବୁ, ତେବେ ଆଜି ଆମେ ନିଜ ନିଜକୁ ସେଇ ପ୍ରଭୁଙ୍କ ହାତରେ ସମର୍ପଣ କରି ଅପେକ୍ଷା କରୁ। ଯେପରି ଲୁକ 2:30 ଲେଖାଯାଏ, ଜଣେ ଭାବବାଦୀ ଦୀର୍ଘ ଦିନ ଧରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅପେକ୍ଷା କରୁଥିଲେ, ଯାହାଙ୍କ ନାମ ଲେଖାଯାଏ ସିମିୟନ। 2:25 ସେ ଜେରୁସାଲାମରେ ଅପେକ୍ଷା କରୁଥିଲେ ଯେ ଜଣେ ଉଦ୍ଧାରକର୍ତ୍ତା ଜଗତକୁ ଆସିବେ, ଜଣେ ଇମାନୁଏଲ ଜଗତକୁ ଆସିବେ, ଜଣେ ଶାନ୍ତିର ରାଜା ଜଗତକୁ ଆସିବେ, ସେ ଜଗତ ଉପରେ ରାଜତ୍ୱ କରିବେ। ଆଉ ମୋର ନେତ୍ର ପରିତ୍ରାଣ ଦେଖିଅଛି ବୋଲି ଲେଖା ଅଛି। 30 ଲେଖାଯାଏ, କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି।
ଦୀର୍ଘ ଦିନର ଅପେକ୍ଷା ପରିତ୍ରାଣ ଆଡ଼କୁ କଢ଼େଇ ନେଲା। ସେ ଭାଙ୍ଗି ପଡ଼ି ନାହାନ୍ତି, ସେ ନିରାଶ ହୋଇଯାଇ ନାହାନ୍ତି। ଅପେକ୍ଷାର ଫଳ ଆପଣଙ୍କୁ ଦୌଡ଼ିବା ପାଇଁ ସାହାଯ୍ୟ କରେ। ଅପେକ୍ଷାର ଫଳ ଆପଣଙ୍କୁ ଅମ୍ଳାନ ମୁକୁଟ ଆଡ଼କୁ ନେଇଯାଏ। ଅପେକ୍ଷାର ଫଳ ଆପଣମାନଙ୍କୁ ଆଶୀର୍ବାଦ କୁଆଡ଼କୁ ନେଇଯାଏ। କିନ୍ତୁ ଆମମାନଙ୍କୁ ଏଇ ଦିନମାନଙ୍କରେ ଦାଉଦଙ୍କ ପରି ଏଇ କଥା କହିବାକୁ ପଡ଼ିବ, ମୁଁ ସଦା ପ୍ରଭୁଙ୍କର ଅପେକ୍ଷା କରାଇ। କେଉଁଠାରୁ ମୋହର ପ୍ରତ୍ୟାଶା ଆସିବ, ମୋହର ପରିତ୍ରାଣ ଆସିବ, ମୋର ଆଶା ଉତ୍ପନ୍ନ ହେବ। ଯେତେବେଳେ ଆମମାନେ ପ୍ରେରିତ ପୁସ୍ତକ 1 ଅଧ୍ୟାୟ ତାର 8 ପଦକୁ ପଢ଼ୁ, 4 ପଦରେ ଯୀଶୁ ସେମାନଙ୍କୁ କହିଲେ, ଦୀର୍ଘ 3 ବର୍ଷ 6 ମାସ ଯୀଶୁ ସେମାନଙ୍କ ସହିତ ଥାଉ ଥାଉ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ, ମୃତ୍ୟୁରୁ ପୁନରୁତ୍ଥିତ ହେଲେ। 40 ଦିନ ସେମାନଙ୍କର ସହିତ ରହିଲା ପରେ ଯୀଶୁ ସେମାନଙ୍କୁ ସ୍ୱର୍ଗାରୋହଣ ପୂର୍ବରୁ ଏଇ କଥା କହୁଛନ୍ତି, ଜେରୁସାଲେମରେ ଅପେକ୍ଷା କର। ସେଇ ପ୍ରତିଜ୍ଞାଟି 8 ପଦ ପ୍ରେରିତ ପୁସ୍ତକ ତାର 1 ଅଧ୍ୟାୟ 8 ପଦରେ ଆମେ ପାଉ। କିନ୍ତୁ ପବିତ୍ର ଆତ୍ମା ତୁମମାନଙ୍କ ଉପରେ ଅବତରଣ ହୁଅନ୍ତେ, ତୁମମାନଙ୍କ ଉପରେ ଅଧିଷ୍ଠାନ ହୁଅନ୍ତେ, ତୁମାନେ ଶକ୍ତି ପ୍ରାପ୍ତ ହେବ। ଏଠାରୁ ଆମେ ଏହା ଦେଖୁ, ଯଦି ଆମେ ଅପେକ୍ଷା କରି ସେଇ ପବିତ୍ର ଆତ୍ମାକୁ ଗ୍ରହଣ କରୁ, ଯଦି ପବିତ୍ର ଆତ୍ମା ଆମ ଉପରକୁ ଆସନ୍ତି ବା ହୃଦୟକୁ ଆସନ୍ତି, ନୂଆ ନୂଆ ଶକ୍ତି ଆମମାନଙ୍କୁ ପ୍ରଦାନ କରିବ। ତେବେ ଆମମାନେ ଶକ୍ତିଯୁକ୍ତ ହେଇ ସେ ଉଦ୍ଧାରର କାର୍ଯ୍ୟ ନିମନ୍ତେ ଆଗକୁ ବଢ଼ିପାରିବା। ଅପେକ୍ଷାର ଫଳ ଆମମାନଙ୍କୁ ପବିତ୍ର ଆତ୍ମା ସାହାଯ୍ୟ କରିବ ଯେ ଆମମାନଙ୍କୁ କ'ଣ କରିବାକୁ ପଡ଼ିବ, କିପରି ଚାଲିବାକୁ ପଡ଼ିବ, କିପରି ଜଗତରେ ବଞ୍ଚିବାକୁ ହେବ, କିପରି ଈଶ୍ୱରଙ୍କର ଅପେକ୍ଷା କରୁ କରୁ ତାଙ୍କ ଆଗମନ ପର୍ଯ୍ୟନ୍ତ ପ୍ରସ୍ତୁତ ହେବା ପାଇଁ ଆମମାନଙ୍କୁ ସାହାଯ୍ୟ କରିବ। ତେଣୁ ଦାଉଦଙ୍କ ଠାରୁ ବା ଏଇ ବାକ୍ୟରୁ ଆଜି ଆମେ ଏହା ଶିଖୁ, ମୋହର ପ୍ରାଣ ବ୍ୟକ୍ତିଗତ ଭାବରେ ମୋହର ପ୍ରାଣ ପରମେଶ୍ୱରଙ୍କର ଅପେକ୍ଷା କରୁ। କେବଳ ପରମେଶ୍ୱରଙ୍କର ଅପେକ୍ଷା କରୁ। ସେ ମୋତେ ନୂଆ ବଳ ଦେବେ, ଉତ୍କୃଷ୍ଟ ପକ୍ଷୀ ପରି ଉଡ଼ିବା ପାଇଁ ସାହାଯ୍ୟ କରିବେ। ସେ ମୋତେ ଶ୍ରାନ୍ତ ହେବା ପାଇଁ ଦେବେ ନାହିଁ, କ୍ଳାନ୍ତ ହେବା ପାଇଁ ଦେବେ ନାହିଁ, ଗମନ କରିବା ପାଇଁ ସାହାଯ୍ୟ କରିବେ। ଆଉ ପବିତ୍ର ଆତ୍ମା ମୋତେ ସାହାଯ୍ୟ କରିବ ବା ଆମମାନଙ୍କୁ ସାହାଯ୍ୟ କରିବ ଯେ ଆମେ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିପାରିବା। ଜଗତରେ ଆମେ ଥିଲାବେଳେ ଆମମାନଙ୍କର ଦୈନନ୍ଦିନ ଜୀବନ ନିମନ୍ତେ ଆମେ ଚିନ୍ତା କରି ବା ଜଗତର ମାଂସିକ ଶରୀର ପାଇଁ ଚିନ୍ତା କରି ବେଳେବେଳେ ଆମେ ଈଶ୍ୱରଙ୍କ ଠାରୁ ଦୂରକୁ ଚାଲିଯାଉ। ଆମମାନେ ଈଶ୍ୱରଙ୍କ ଠାରୁ ଯେତେବେଳେ ଚାଲିଯାଉ, ଆମମାନଙ୍କର ପାପ ଆମମାନଙ୍କୁ ପ୍ରଭୁଙ୍କ ଠାରୁ ଅଲଗା କରିଦିଏ। ତେଣୁ ପୁନର୍ବାର ଆମମାନଙ୍କୁ ଏଇ କଥା ଜାଣିବା ଦରକାର, ହେଇପାରେ ଆମେ ଜଗତରେ ଅଛୁ କିନ୍ତୁ ସେଇ ଶକ୍ତିଶାଳୀ ଆତ୍ମା ଆମମାନଙ୍କୁ ସାହାଯ୍ୟ କରୁ ଯେ ତାହାଙ୍କର ଆଗମନ ସୁନିଶ୍ଚିତ। ତହିଁ ପୂର୍ବରୁ ଆମମାନେ ଅପେକ୍ଷା କରିବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଶକ୍ତି ଦିଅନ୍ତୁ। ସେ ବାକ୍ୟର ନିଗୁଡ଼ତ୍ୱ ବୁଝି ବାକ୍ୟକୁ ସଞ୍ଚୟ କରି ନୂଆ ନୂଆ ବଳ ପାଇ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରନ୍ତୁ। ଯେପରି ଦାନିଏଲଙ୍କର 3 ବନ୍ଧୁ ଅଗ୍ନି ମଧ୍ୟରେ ପକାଗଲା, ତଥାପି ସେମାନେ ଧୈର୍ଯ୍ୟ ହରା ହେଇନାହାନ୍ତି। ସେମାନେ ଧୈର୍ଯ୍ୟ ଧରି ପ୍ରାର୍ଥନା କରୁଥିଲେ, ଉଦ୍ଧାର କରନ୍ତୁ ନ କରନ୍ତୁ, ଅଗ୍ନିରେ ପକାଯାଉ କିମ୍ବା ଅଗ୍ନିରୁ ବାହାର କରାଯାଉ, ତଥାପି ସେମାନେ ଈଶ୍ୱରଙ୍କୁ ଛାଡ଼ି ନାହାନ୍ତି। ଧୈର୍ଯ୍ୟର ଫଳ କ'ଣ ହେଲା? ଈଶ୍ୱରଙ୍କର ପୁତ୍ର ମନୁଷ୍ୟ ଭାବରେ ଅଗ୍ନି ମଧ୍ୟକୁ ଓହ୍ଲେଇ ଆସିବା ବିଷୟକୁ ଆମେ ଦେଖୁ। ରାଜା ନିଜେ କୁହନ୍ତି, ଚତୁର୍ଥ ପୁରୁଷ କିଏ? ଅପେକ୍ଷା କରିବାରୁ, ଧୈର୍ଯ୍ୟ ଧରି ରହିବାରୁ ଉତ୍ତର ପୁରସ୍କାର ସ୍ୱରୂପ ବିଜୟର ଦାତା ପରମେଶ୍ୱର ତାଙ୍କର ପୁତ୍ରଙ୍କୁ ସେ ଅଗ୍ନି ମଧ୍ୟକୁ ପଠେଇଲେ। ଆମମାନଙ୍କର ଦୈନନ୍ଦିନ ଜୀବନରେ, ପ୍ରତିଦିନ ଜୀବନରେ ଯଦି ଆମମାନେ ନିରାଶ ଅଛୁ, ଅବିଶ୍ୱାସରେ ଅଛୁ, ସନ୍ଦେହରେ ଅଛୁ, ଆସୁ ଆଜି ଆମମାନେ ଏହା ଶିଖୁ, ଧୈର୍ଯ୍ୟ ଧରି ସେ ଈଶ୍ୱରଙ୍କର ଅପେକ୍ଷା କରୁ। ଅବ୍ରାହମଙ୍କ ପରି ଅପେକ୍ଷା କରୁ, ଯୋସେଫଙ୍କ ପରି ଅପେକ୍ଷା କରୁ, ମଉସାଙ୍କ ପରି ଅପେକ୍ଷା କରୁ। ତେବେ ପ୍ରଭୁ ଆମମାନଙ୍କୁ କ'ଣ କରିବେ? ନୂଆ ନୂଆ ବଳ ଦେବେ, ଆମମାନଙ୍କୁ ଶକ୍ତି ଦେବେ ଯେ ଆମେ ଏଇ ଜଗତରେ ବିଜୟ ପାଉ ପାଉ ତାଙ୍କର ଆଗମନ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିପାରିବା। ସେ ପ୍ରତିଜ୍ଞାକାରୀ ପରମେଶ୍ୱର ଶୀଘ୍ର ଆସୁଅଛନ୍ତି, କିନ୍ତୁ ଆମମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ତେବେ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିବେ। ଧନ୍ୟବାଦ।
ଆସୁ ଆମେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଆମେ ଧନ୍ୟବାଦ ଦେଉଛୁ, ତୁମେ ବାକ୍ୟ ଦେଇ ଆମମାନଙ୍କୁ କଥା କହିଲ। ଆମେ ଯେପରି ଅପେକ୍ଷା କରୁ କରୁ ନୂଆ ନୂଆ ବଳ ପାଇ ତୁମ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବୁ, ଏଥିପାଇଁ ତୁମେ ସାହାଯ୍ୟ କର। ଧନ୍ୟବାଦ ଦେଇ ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛୁ ପିତ, ଆମେନ୍। ଆସୁ ଆମେ ଆଜିର ଉପାସନାକୁ ଶେଷ ଆଶୀର୍ବାଦର ସହିତ ସମାପ୍ତ କରିବା। ସେତେବେଳେ ପିତା ଈଶ୍ୱରଙ୍କର ଅସୀମ ପ୍ରେମ, ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ, ଦୟା, ନିତ୍ୟ ନିତ୍ୟ ସାହାଯ୍ୟକାରୀ ପବିତ୍ର ଆତ୍ମାଙ୍କର ଶାନ୍ତି ସହଭାଗିତା ପ୍ରତ୍ୟେକ ଦର୍ଶକ ବନ୍ଧୁଙ୍କ ଉପରେ ରହି ଚିର ଉପକାର କଲ୍ୟାଣ କରନ୍ତୁ। ଆମେନ୍। ସମସ୍ତଙ୍କୁ ନମସ୍କାର। ଇମାନୁଏଲ ଭିଜନ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ତ ଆପଣମାନେ ଦେଖୁଛନ୍ତି। ଦେଖିବା ସହିତ ଆପଣମାନଙ୍କ ସୁଚିନ୍ତିତ ମତାମତ ଦେଇ ଆମକୁ ଉତ୍ସାହିତ କରନ୍ତୁ। ଏହି କାର୍ଯ୍ୟକ୍ରମ ଡିଡି ଓଡ଼ିଆ ଟିଭି ଚ୍ୟାନେଲରେ ମଧ୍ୟ ପ୍ରତ୍ୟେକ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ରାତ୍ରି 8:30ରୁ 9ଟାରେ ପ୍ରସାରିତ ହେଉଛି। ଦେଖିବାକୁ ଯତ୍ନବାନ ହେବେ। ଏହା ସହିତ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ଆପଣମାନେ ପ୍ରଥମେ ଆମର ନୂଆ କାର୍ଯ୍ୟକ୍ରମର ସୂଚନା ପାଇପାରିବେ।